ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ଉତ୍ତମ ସ୍ୱାସ୍ଥ୍ୟ ଭଗବାନଙ୍କର ଆଶୀର୍ବାଦ ବୋଲି କେତେକ ଭାବିଥାନ୍ତି। ମାତ୍ର ସେମାନଙ୍କର ଏହି ଭାବନା ପଛରେ କିଛି ସତ୍ୟତା ଅଛି କି? ଆମେ ନିଜେ ଠିକ୍ ନ ରହିଲେ, ଠିକ୍ ଖାଦ୍ୟ ନ ଖାଇଲେ, ଠିକ୍ ଭାବେ ସ୍ୱାସ୍ଥ୍ୟ ରକ୍ଷାର ବିଭିନ୍ନ ନୀତି ନିୟମ ମାନି ନ ଚଳିଲେ, ରୋଗ ବ୍ୟାଧିର ଚିକିତ୍ସା ନ କଲେ, ସେଥିପ୍ରତି ସଚେତନ ନ ରହିଲେ ଭଗବାନ କ'ଣ ଆସି ଆମକୁ ସୁସ୍ଥ କରିଦେବେ? ଏହା ଏକ ମାନସିକତା ମାତ୍ର। ଠିକ୍ ସେହିପରି ଦଳେ ଭାବନ୍ତି ଯେ କ'ଣ ଆମେ କରୁଛୁ ଭଗବାନ ଦେଉଛନ୍ତି, ସେ ଚଳେଇବେନି। ଅନେକ ଗୁଡ଼ିଏ ପିଲା ଜନ୍ମ କରି ହନ୍ତସନ୍ତ ହେବାକୁ ପଡ଼ୁଥାଏ। ଭଗବାନ କ'ଣ ଆସି କାହାର ପିଲା କରିଦିଅନ୍ତି? କାହାର ପିଲାମାନଙ୍କର ଯତ୍ନ ନେଇପାରନ୍ତି? ସବୁ ନିଜ ଉପରେ ନିର୍ଭର କରେ। କଥାରେ ଅଛି, ନିଜେ ଠିକ୍ ଥିଲେ ଦୁନିଆ ଠିକ୍। କିନ୍ତୁ ଯେଉଁମାନେ ଭାବନ୍ତି ଆପେ ବଞ୍ଚିଲେ ବାପର ନାମ, ତାହା ଭୁଲ। କାରଣ କେବଳ ନିଜେ ବଞ୍ଚି ରହିଲେ ସମସ୍ତ ପ୍ରକାର ସୁଖ ସୁଯୋଗ ମିଳିପାରିବ ନାହିଁ। ଏଥିପାଇଁ ଅନ୍ୟମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ। ସେଥିପାଇଁ ବଞ୍ଚାଇବା ଶପଥ ନେବା ଦରକାର। ନିଜେ ଭଲ ଭାବରେ ଉତ୍ତମ ପରିବେଶରେ ଉତ୍ତମ ସ୍ୱାସ୍ଥ୍ୟର ଅଧିକାରୀ ହୋଇ ବଞ୍ଚିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ବଞ୍ଚାଇବାକୁ ପଡ଼ିବ। ଏହାଦ୍ୱାରା ସୁସ୍ଥ ସମାଜ ଗଠିତ ହୋଇପାରିବ। ମହାଳୟା ଶ୍ରାଦ୍ଧ ହିନ୍ଦୁ ମାନ୍ୟତା ଅନୁଯାୟୀ ପିଣ୍ଡଦାନ ମୋକ୍ଷ ପ୍ରାପ୍ତି ପାଇଁ ସହଜ ଏବଂ ସରଳ ମାର୍ଗ। ଏମିତି ଦେଶରେ ଅନେକ ସ୍ଥାନରେ ପିଣ୍ଡଦାନ କରାଯାଏ। ତେବେ ବିହାରର ଗୟାରେ ପିଣ୍ଡଦାନ ଖୁବ୍ ମହତ୍ୱପୂର୍ଣ୍ଣ। ବିଶ୍ୱାସ କରାଯାଏ ଭଗବାନ ଶ୍ରୀରାମ ଏବଂ ମା ସୀତା ରାଜା ଦଶରଥଙ୍କ ଆତ୍ମାର ଶାନ୍ତି ପାଇଁ ଗୟାରେ ପିଣ୍ଡଦାନ କରିଥିଲେ। ଗୟାକୁ ବିଷ୍ଣୁଙ୍କ ନଗର କୁହାଯାଏ। ଏହାକୁ ମୋକ୍ଷର ଭୂମି ମଧ୍ୟ କୁହାଯାଏ। ବିଷ୍ଣୁ ପୁରାଣ ଏବଂ ବାୟୁ ପୁରାଣରେ ଏହାର ଉଲ୍ଲେଖ ଅଛି। ବିଷ୍ଣୁ ପୁରାଣ ଅନୁଯାୟୀ ଗୟାରେ ପିଣ୍ଡଦାନ କଲେ ପୂର୍ବଜଙ୍କ ଆତ୍ମା ମୋକ୍ଷ ପ୍ରାପ୍ତି କରେ ଏବଂ ସେମାନେ ସ୍ୱର୍ଗରେ ବାସ କରନ୍ତି। ବିଶ୍ୱାସ କରାଯାଏ ସ୍ୱୟଂ ବିଷ୍ଣୁ ଏଠାରେ ପିତୃ ଦେବତା ଭାବରେ ଉପସ୍ଥିତ। ତେଣୁ ଏହାକୁ ପିତୃତୀର୍ଥ ମଧ୍ୟ କୁହାଯାଏ। ଗୟାରେ ଥିବା ପଣ୍ଡିତମାନେ କହନ୍ତି, ଫଲ୍ଗୁ ନଦୀର ତଟରେ ପିଣ୍ଡଦାନ ନ କଲେ ଏହା ଅସମ୍ପୂର୍ଣ୍ଣ ରହିଯାଏ। କିମ୍ବଦନ୍ତୀ ଅନୁଯାୟୀ ଭସ୍ମାସୁରର ବଂଶଜ ଗୟାସୁର କଠିନ ତପସ୍ୟା କରି ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରି ବର ମାଗି ନେଇଥିଲେ ଯେ ତାର ଶରୀର ଦେବତାମାନଙ୍କ ପରି ପବିତ୍ର ହୋଇଯିବ ଏବଂ ତାକୁ ଦର୍ଶନ କରିବା ମାତ୍ରେ ଲୋକମାନେ ପାପମୁକ୍ତ ହୋଇଯିବେ। ଏହି ବର ମିଳିବା ପରେ ସ୍ୱର୍ଗର ଜନସଂଖ୍ୟା ବଢ଼ିବାରେ ଲାଗିଲା ଏବଂ ସବୁକିଛି ପ୍ରକୃତିର ନିୟମ ବିପରୀତରେ ଚାଲିଲା। ଲୋକମାନେ ବିନା ଭୟରେ ପାପ କଲେ ଏବଂ ଗୟାସୁରକୁ ଦର୍ଶନ କରି ପାପମୁକ୍ତ। ଯଦି ଘର ଜଳିଯାଏ ବୀମା ନେଇପାରିବେ, କିନ୍ତୁ ଯଦି ଆପଣଙ୍କର ସ୍ୱପ୍ନ ଜଳିଯିବ ଆପଣ କ'ଣ କରିବେ? ଯଦି ବର୍ଷା ହୁଏ ଆପଣ ଛତା ନେଇପାରିବେ, କିନ୍ତୁ ଯଦି ଆଖିରୁ ବର୍ଷା ହୁଏ ତେବେ ଆପଣ କ'ଣ କରିବେ? ସିଂହ ଗର୍ଜନ କଲେ ପଳାଇ ପାରନ୍ତି, କିନ୍ତୁ ଯଦି ଅହଙ୍କାର ଗର୍ଜନ କରେ ତେବେ କ'ଣ କରିବେ? ଯଦି ପାଦରେ କଣ୍ଟା ଫୁଟିଯାଏ ତେବେ ବାହାର କରିପାରିବେ, କିନ୍ତୁ ଯଦି କୌଣସି କଥା ହୃଦୟକୁ ଆଘାତ କରେ ତେବେ ଆପଣ କ'ଣ କରିବେ? ଜୟ ଶ୍ରୀ ଜଗନ୍ନାଥ।